ଜୟ ଭାରତ। ଜୟ ଭାରତ, ଜୟ ଭୀମ, ଜୟ ସମ୍ବିଧାନ, ଜିନ୍ଦାବାଦ। ହଁ କେମିତି ଅଛ? ଠିକ ଠାକ ଆଜ୍ଞା। ଆଉ ଇଏ କଣ ଆଉ ଡାବୁ ଗାଁର ଖବର କଣ? ଡାବୁ ଗାଁରେ ତାର ଝିଅ ଜିତୁଛି ପୁଣି ଆଉ। ତା ଝିଅ ଜିତୁଛି। ତାପରେ ଆମର ସେ ତାର ଆଜ୍ଞା କେମିତି ଅଛନ୍ତି? କୋଉ ଆଜ୍ଞା? ତାଙ୍କ ବାପା ତାଙ୍କର ବାପା ବି ଆଜି ମାନେ ଡିସ୍କସ କଲି ଯେ 40% 100% ତ କହି ହବ ନାହିଁ, କିନ୍ତୁ ବିଜୟ ଅଭିମୁଖେ ଗମନ କରୁଛନ୍ତି। ହଁ କିନ୍ତୁ ତାର ସେ ଡକ୍ଟର ହେଇଛି କି ନା କି ସେ ଝିଅ? ଲିପିକା। ଲିପିକା ମାଝୀ ନାଇଁ କି? হয় হয় ଡକ୍ଟର ଲିପିକା ମାଝୀ ମାତ୍ର ଆସିବ ପାକା। ଚାଲିଛି ପୁରା ଜୋରସୋରରେ, କିନ୍ତୁ ମାନେ ତାର ଅପୋଜିସନ ରେ ତାର ଫଣ୍ଡ ରେ ଗୋଟେ ବହୁତ ପଇସା ହେଲା ଆଜ୍ଞା। ହଁ। ହଁ ଜିଲ୍ଲା ପରିଷଦ ତାକୁ ମାତ ଦେଇକରି ଜିତିଛି ବୋଲେ ଚେଷ୍ଟା ଚଲେଇଛନ୍ତି। ନୂଆ ଗୋଟେ ଭଲ ଡକ୍ଟର ଜିଲ୍ଲା ପରିଷଦ ଜିତିଲା ଏବେ ତାକୁ ବୁଲୁଛି ଆଉ। ପଇସା ଟିକେ କମ, ଯିଏ ତାର ପାଖରେ ଅଛି ବୋଲେ ସେ ସିଟିଂ ଏମଏଲଏ ସେ ଗୋଟେ କରୋଡ଼ପତି ବାଲା ନାଇଁ କି? ତିନି ସାରିଲା ତାମାନେ ଯଦି ଯୋଉଟା କଂଗ୍ରେସ ରେ ଯିଏ ଅଛନ୍ତି ସେଟା ଲୋକ ଯଦି ଯେ ଏଇଟା ଯଦି ଅର୍ଥର କାରବାର ହବ ନା ବୋଲି କହିଲେ ହଁ ସେ ଜିତିଯିବ। ମାନେ ଏଇଠି କଂଗ୍ରେସର ସେଟା ଲିପିକା ଫର୍ମ ଆସିବ ଆଉ। ହଁ କିଏ ତାର ପାଖରେ ପଇସା ନାହିଁ, ସେ ଜିତିକି ଥର ତାର ବାପା ଏମଏଲଏ ଅଛି। ତା ପାଖରେ ପଇସା ଅଛି ଯେ କିନ୍ତୁ ଇଏ ଟିକେ ଇଏ ମାଝି ଟିକେ ଟିକେ ମାଝି ବୋଲି ତାର ସିଷ୍ଟମ ଟିକେ କମ ବାଲା ମାଝି, ତମର ଭଳିଆ ମାଝି ନାହିଁ। ମୋ ଭଳିଆ ମାଝି ନାହିଁ, ଟିକେ ଅଲଗା ପ୍ରକାର ମାଝି, ମାନେ ଇଏ ହାର୍ଟ କ୍ଲିୟର କରିଥିଲେ ନାଇଁ ଅର୍ଥ କାରବାର ଚାଲାକି ଟିକେ ନାହିଁ, ମାନେ ପଇସା ପତ୍ର ରଖା ରଖି ନାହିଁ, ଟିକେ ସରଳ ମନୋଭାବ ଆଉ। ହଁ ସେଇଟା କଥା। ନହେଲେ ତାର ପାଖରେ ଲୋକ ସମ୍ପର୍କ ଭଲ ଅଛି। ବୁଲାବୁଲି ପୁରା ଚାଲିଛି। ଭଲ ସମ୍ପର୍କ ଅଛି। ଏଇଟା କୋଉ ନିର୍ବାଚନରେ ଯାଉଛି ଆମର ଇଏଟା ଆଙ୍କର ଲିପିକାର? ଡାବୁ ଗାଁ। ହଉ ଠିକ ଅଛି। ଆଜ୍ଞା ଆଉ ଭଲ ତ ସବୁ। ଭଲ ଇଏ ଯେ